ପଦ୍ମାବତୀ ପରେ ଆମ୍ପର ଆମର ଏଇ ଜାଗା ବାଡ଼ି ପାଇଁ ମାଡ଼ପିଟା ପାଇଁ ହେଇଛି ଆଉ ଜାଗା ବାଡ଼ି ଆମର ମପା ମପି ହେଇଥିଲା ଅମିନ ଆଣିକି ଅମିନ ଯେଉଁଠି ଚିହ୍ନ ଦେଇଥିଲେ ସେଠି ବାଡ଼ ବୁଝିଲେନି ଆସିକି ଆମ ଜାଗା ଉପରେ ବାଡ଼ ବୁଝିଲେ ଆମେ ଯାଇ ବନ୍ଦ କରିବାରୁ ବିଷୟ ପେରେଇ ତା ପୁଅ ଦୁଇଟା ଜୟପ୍ରକାଶ ପେରେଇ ଜୟପ୍ରକାଶ ଜେନା ଆଉ ତା ନାଁ ହେଉଛି ଶ୍ରୀଧର ଜେନା ଆଉ ଜଣେ ଗଣେଶ ଜେନା ଆଉ ତାଙ୍କ ଜୋଇଁ ଦୁଇଟା ରାଜୁ ଜେନା ଆଉ ଗୋଟେ ନାଁ କ'ଣ ସାର୍ ତାଙ୍କ ନାଁ ଆମେ ଜାଣିନୁ ସବୁ ଆଉ ସେଇମାନେ ଦୌଡ଼ିକି ଆସିକି ଆମେ ଯେମିତି ଯାଇକି ବନ୍ଦ କରିନୁ ତୁମେ କାହିଁ ବାଡ଼ ବୁଝୁଛ ଅମିନ ଯେଉଁଠି ଖିଲ ଦେଇଥିଲା ତୁମେ ତ ହେଠି ବୁଝୁନ ଆମ ଜାଗାରେ ଆସି କାହିଁ ବୁଝୁଛ ବାଡ଼ ସିଏ ଆଉ ମାନିଲେନି ଆମକୁ ଗୁଡ଼େଇକି ପିଟିଲେ ମାଡ଼ ସାର୍ ମୋ ଉପରେ ହେଇଛି ମୋ ସାନ ଶାଶୁ ଉପରେ ହେଇଛି ଆଉ ମୋ ସ୍ୱାମୀକି ଧରିକି ଖଚି ମଚି ପକେଇଲେ ମୋ ନାଁ ସାର୍ ବିଦ୍ୟାଧର ପେରେଇ ଘର ଆମ୍ପର ଜାଗା ବାଡ଼ି କେସ୍ ସାର୍ ବହୁତ ଦିନରୁ ଆମର ଲାଗିକି ରହିଛି ସେ ଆମର ଫୁଲ ପେରେଇ ବିଷୟା ପେରେଇ ବିଷୟା ଜେନା ବିଷୟା ପେରେଇ ନୁହଁ ବିଷୟା ଜେନା ଆଉ ଏମିତି ତାଙ୍କର ଜାଗା ବାଡ଼ି ମପାମପି ଚାଲିଛି ଜାଗା ବାଡ଼ି ମପାମପି ଯଦି ଚାଲିଛି ସେ ଦେଖିଲା ବେଳକୁ ଗଛ ଆସିକି ତାଙ୍କର ସେ କହିଲେ ଆମର ଏକତରଫିଆ ହେଇଯାଇଛି ଡିଗ୍ରୀ ହେଇଯାଇଛି ବୋଲି କହିକି ଆମର ଧାନ କାରବାର ଚାଲିଥାଏ ସୋସାଇଟିରେ ମୁଁ କିନ୍ତୁ କାମ କରୁଛି ସୋସାଇଟିରେ ଧାନ କାରବାର ଯଦି ଚାଲିଛି ଦେଖିଲା ବେଳକୁ ଆମ ଛୁଆ ଫୋନ୍ କଲେ ଯେ ଗଛ କାଟିବାକୁ ଯାଇଛନ୍ତି ସେଥିପାଇଁ ସିଏ ସେଠୁ ମୋତେ ପଚାରିଲେ କ'ଣ କରିବା ମୁଁ କହିଲି ମୁଁ କିଛି କହିପାରିବିନି ସୋସାଇଟିରେ ମୁଁ ଅଛି ଯେତେବେଳେ ଧାନ କାରବାର ଚାଲିଛି କଣ୍ଟାର ଓଜନ ହେଉଛି ମୁଁ ସମସ୍ୟା କ'ଣ ଥିଲା କ'ଣ ପାଇଁ ଝଗଡ଼ା ହେଲା ଝଗଡ଼ା ସାର୍ ଗଛ କାଟି ନେଇଛନ୍ତି ଆମର ଗୋଟେ ଏକରେ ଦୁଇରେ ହେଉଛି ସେ ଜାଗା ବାଡ଼ି ସେ କହୁଛନ୍ତି ଆମର କମିଶନର ଅର୍ଡ଼ର ହେଇଛି କମିଶନର ଅର୍ଡ଼ର ମୁଁ କହିନି କମିଶନର ଅର୍ଡ଼ର କେବେ ହେଲା ନା 2012 ହେଲାଣି 2012 ଯଦି ହେଲାଣି 24 ମସିହା ପର୍ଯ୍ୟନ୍ତ କ'ଣ ତୁମ କତିରେ କମିଶନର ପଇସା କ'ଣ ଡିପୋଜିଟ୍ କରିପାରୁଥିଲ ନା କମିଶନର ସୀମା ଧାର୍ଯ୍ୟ କରିନାହାନ୍ତି କେମିତି ଗଛ କାଟୁଛ ଗଛ କାଟୁଥିଲା ବେଳେ ଇଏ ସେଠୁ ବନ୍ଦ କରାଇଲେ ମୁଁ ସାର୍ ଥିଲି ନାହିଁ ବନ୍ଦ କରାଇବା ପରେ ସେଠୁ ଯାଇ ଫାଣ୍ଡିରେ ଯାଇକିନି ପହଞ୍ଚିଲେ ଏମାନେ ଯଦି ଯାଇ ପହଞ୍ଚିଲେ ମୁଁ କହିନି ସେ ସେଠୁ ଘରକୁ ଫୋନ୍ କରିନି ମୁଁ କହିନି ଝିଅ ଅଛନ୍ତି ନା ଗଛ କାଟୁଛନ୍ତି ନା ନାହିଁ କହିଲେ ନା ବନ୍ଦ କରିଦେଇଛି ମୁଁ ତାହେଲେ ଏଫଆଇଆର୍ ଦିଅନି ତୁମେ ରହିଥା ସଞ୍ଜବେଳକୁ ଦେଖିବା କ'ଣ ମୋତେ ସାର୍ ମାରିନାହାନ୍ତି ମୋତେ ଖାଲି ଝିଙ୍କି ଦେଇଛନ୍ତି ଗୁଡ଼କୁ ଝିଙ୍କି ଦେଲା ଫଳରେ ମୋର ସାର୍ ମାଡ଼ ହେଇଛି ଛୁଆ ବୋଉ ଉପରେ ସାବିତ୍ରୀ ପେରେଇ ଆଉ ପଦ୍ମାବତୀ ପେରେଇ ମାରିଛନ୍ତି କାଠ ଫଳିଆ ଥାନାରେ ଅଭିଯୋଗ ହେଲାଣି ଆଜ୍ଞା ଅଭିଯୋଗ ହେଇଛି।